ପ୍ରଭୁଙ୍କର ମହାନ ନାମର ଗୌରବ ହେଉ। ଆମମାନଙ୍କର ଅଧ୍ୟୟନ ମଧ୍ୟକୁ ଯିବା। ମାନେ ଅଧ୍ୟୟନ କରୁଥିଲୁ ଜୋର୍ଦାନ ନଦୀ କାହାକୁ ବୁଝାଏ, କୋଉ ବିଷୟକୁ ବୁଝାଏ। ତ ଆମେ ଶୁଣିଥିଲୁ ଜୋର୍ଦାନ ନଦୀ ସମସ୍ତ ମୃତ କର୍ମକୁ ବୁଝାଏ। ଅଲ୍ ଦ ଡେଡ୍ ୱାର୍କସ୍, ଯେକୌଣସି ପାପ, ଯେକୌଣସି ଦୁର୍ବଳତା, ଯେକୌଣସି ସ୍ୱଭାବ ଆମମାନଙ୍କୁ ମୃତ୍ୟୁ ଆଡକୁ ଠେଲି ନିଏ, ଈଶ୍ୱରଙ୍କ କ୍ରୋଧ ଦଣ୍ଡ ଆଡକୁ ଭସାଇ ନିଏ, ତାହା ସବୁ ଜୋର୍ଦାନ ନଦୀକୁ ବୁଝାଏ। ତ এই ଶେଷ ଯୁଗରେ ଆମ୍ଭେମାନେ କିଣାଣକୁ ଅଧିକାର କରିବା ନିମନ୍ତେ କେତେକ ଦୁର୍ବଳତାକୁ, କେତେକ ପାପକୁ ଜୟ କରିବା ଆବଶ୍ୟକତା ରହିଛି। ଖ୍ରୀଷ୍ଟୀୟ ଜୀବନ ପୁରା ଇଜ୍ a battlefield। ଖ୍ରୀଷ୍ଟିଆନ ଜୀବନ এই ପୃଥିବୀରେ ଯୁଦ୍ଧ କ୍ଷେତ୍ର ଅଟେ। always, ପ୍ରତିଦିନ ଆମେ ମାନେ ଯୁଦ୍ଧ କରିଥାଉ। we are in a fighting field। ପ୍ରଭୁଙ୍କୁ ପାଇଯାଇଛୁ, ଆଉ କିଛି ଚିନ୍ତା ନାହିଁ, ଆରାମରେ ଜୀବନ ଚାଲିବ ବୋଲି ଭାବନ୍ତୁ ନାହିଁ। ଖ୍ରୀଷ୍ଟୀୟ ଜୀବ ଯେତେବେଳଠୁ ଆମେ ପ୍ରଭୁଙ୍କୁ ଗ୍ରହଣ କରିଛୁ, ସେଇ ଦିନ ଠାରୁ ଆମ୍ଭମାନଙ୍କ ଜୀବନରେ ଯୁଦ୍ଧ ଷ୍ଟାର୍ଟ ହେଇଯାଏ ପ୍ରିୟ ମାନେ। ଆଉ ଯୁଦ୍ଧ କୋଉଠି ଚାଲେ? ଯୁଦ୍ଧ ଭୂମି କୋଉଟା ଜାଣିଛନ୍ତି? ଆମ୍ଭମାନଙ୍କର ମସ୍ତିଷ୍କ, ଆମ୍ଭମାନଙ୍କର ମାଇଣ୍ଡ। ପ୍ରେଜ୍ ଦ ଲର୍ଡ। ଗୋଟେ ପଦ ପଢିବା, ଆଲଫା ପଢିବ। ନେଟୱାର୍କ ଦେଖିଥିବେ ବେଟା। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ ବେଟା। ଦ୍ୱିତୀୟ କରିନ୍ଥୀ 10 ଅଧ୍ୟାୟ। ଦ୍ୱିତୀୟ କରିନ୍ଥୀ 10 ଅଧ୍ୟାୟ 3 ପଦରୁ ପଢିବେ ଏଟା। କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁନାହୁଁ। ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ଼ଗଡ଼ ଭୂମିସାତ୍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ। ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ। ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆଉ ଯେତେବେଳେ ତୁମ୍ଭେମାନେ ସମ୍ପୂର୍ଣ୍ଣ ରୂପେ ବାଧ୍ୟ ହେବ, ସେତେବେଳେ ସମସ୍ତ ଅବାଧ୍ୟତାର ପ୍ରତିକାର କରିବା ନିମନ୍ତେ ଆମ୍ଭେମାନେ ପ୍ରସ୍ତୁତ ଅଛୁ। ବସ୍ ବସ୍। କଣ ବୁଝିଲେ? ତିନି ପଦରେ, କାରଣ ଆମ୍ଭେମାନେ ଶରୀରରେ ଥାଇ ଆଚରଣ କରୁଅଛୁ ସତ୍ୟ, କିନ୍ତୁ ଆମ୍ଭେମାନେ ଶାରୀରିକ ଭାବରେ ଯୁଦ୍ଧ କରୁନୁ। we are not fighting physically। ଫିଜିକାଲ ଯୁଦ୍ଧ କାହା ସହିତ ନାହିଁ ଆମମାନଙ୍କର। ଖ୍ରୀଷ୍ଟିଆନ ବିରୁଦ୍ଧରେ ବହୁତ ଜଣ ଉଠନ୍ତି, ସତ୍ୟତା ବିରୁଦ୍ଧରେ ବହୁତ ଜଣ ଉଠି ପାର୍ଟି କରନ୍ତି, ଆମେ ଯାଇକି ମାଡଗୋଳ ହେଇଯାଇଥାଉ। ନା ନା ନା, ସେମାନେ ଯଦି ଖ୍ରୀଷ୍ଟଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନ ବିରୁଦ୍ଧରେ, ସୁସମାଚାର ବିରୁଦ୍ଧରେ, ସତ୍ୟତା ବିରୁଦ୍ଧରେ ଉଠୁଥିଲେ ବି, ଯଦ୍ୟପି ଦରକାର ଥିଲା ଆମକୁ ମାରିବାକୁ ଆସିଲେ ମଧ୍ୟ ଆମେ ଉଲ୍ଟା ମାରିବାନି। କାରଣ ଆମର ଯୁଦ୍ଧ ଏ ଶରୀର ମର୍ତ୍ତ୍ୟ ବିରୁଦ୍ଧରେ ନୁହେଁ। ଆମେ ବି ଯୁଦ୍ଧ କରୁଛୁ, କିନ୍ତୁ ଏମିତି ଫାଇଟ କରିବାଟା ନୁହେଁ, ପଦାକୁ ଯାଇକି ମରାମରି ହେବାଟା ନୁହେଁ। ସେମାନଙ୍କୁ ପ୍ରେରଣ କରୁ, ଆମ୍ଭମାନଙ୍କ ଉପରେ ଉକସାଇକି ଛାଡୁଥିବା ସ୍ପିରିଟ୍ସ ମାନେ ଅଛନ୍ତି ପଛରେ, ଆମେ ସେମାନଙ୍କୁ ବିରୁଦ୍ଧରେ ଯୁଦ୍ଧ କରୁ। ଆଉ ମାରିବାକୁ ନ ଆସିଲେ ମଧ୍ୟ ଲୋକମାନେ ଏମିତି କେତେ କଥା କହିଦିଅନ୍ତି, ମନ ଖରାପ, ମୁଣ୍ଡ ଖରାପ ହେଇଯାଏ, ମନ ଖରାପ ହେଇଯାଏ। ଗୋଟେ କାଲି ନା ପରଦିନ ଗୋଟେ ଝିଅ ମେସେଜ କରିଥିଲା ତେଲୁଗୁ ଗ୍ରୁପର, ବହୁତ ଟେନସନରେ ଅଛି। ଗୋଟେ ଆନ୍ସର ଦେଲି,
ଆମକୁ ଶୈତାନ ଯେତେବେଳେ ଆମକୁ ପାପରେ ପକାଇବାକୁ ପାରିଲା ନାହିଁ, ତ ଆମ ମାନଙ୍କୁ କଣ କରିବ? ଡିପ୍ରେସନ ରେ ପକାଇଦେବ। ଟ୍ରାଏ କରିବ ଆମକୁ ପାପ ଆଡକୁ ଟାଣିବା ପାଇଁ, ଜଗତ ଆଡକୁ ଆକର୍ଷଣ କରି ଟାଣିବା ପାଇଁ ଟ୍ରାଏ କରିବ। ଯଦି ପାରିଲା ନାହିଁ, ତ ତାର ପାଖରେ ଥିବା ଲାଷ୍ଟ ଅସ୍ତ୍ର ହେଲା ଆମମାନଙ୍କୁ ମାନସିକ ଭାବରେ ନଷ୍ଟ କରିବାଟା, ମେଣ୍ଟାଲି ଡିଷ୍ଟର୍ବ କରିବାଟା, डिप्रेशन, फ्रस्ट्रेशन, डिसअपॉइंटमेंट, फेल्यूर। ଆଉ ଏଇ ସବୁ କୋଉଠି ଥାଏ? ମନରେ ଥାଏ। ଆମେ ଅନ୍ୟ ଲୋକ କେ ଯଦି ମାରିବାକୁ ଆସିଲେ ତାକୁ ଆମେ ଫାଇଟ କରିଦେଇ ପାରିବୁ, କିନ୍ତୁ ମନ ଭିତରେ ଯୋଉ ଫାଇଟ ଚାଲିଛି କାହାକୁ ମାରିବୁ ଆମେ? नो बडी। ଆମେ ନିଜକୁ ମାରୁ, ନିଜକୁ କ୍ଷତି କରୁ। ଆମେ ଖାଇ ନଥାଉ, ଆମେ କଥା ହିଁ ନଥାଉ, ନିଦ ହୁଏନି, ଶୋଇ ନଥାଉ, ଆମେ ନିଜକୁ ଆଇସୋଲେଟ କରିଦେଇଥାଉ, ଆମେ ଅଲଗାରେ ପଳାଉ, ଆମେ ଅଲଗାରେ ଥାଉ, ଆଉ ସାରା ଦୁନିଆକୁ ଦୋଷ ଦେଇଥାଉ। ମତେ କିଏ ପଚାରୁନାହାନ୍ତି ମୁଁ ମରଲେ କେତେ, ମୁଁ ବଞ୍ଚିଲେ କେତେ, କାହାକୁ ପଡିଛି, କାହାକୁ ଲାଗିଛି, ସମସ୍ତଙ୍କୁ କମ୍ପ୍ଲେଣ୍ଟ କରୁ। ଆକ୍ଚୁଆଲି କିଏ କିଛି କହୁନାହାନ୍ତି, ଆକ୍ଚୁଆଲି ଆମେ ହିଁ ନିଜକୁ କହିଥାଉ। ଏଇଟା ଗୋଟେ ଟାଇପ ଅଫ ଯୁଦ୍ଧ, ମାନସିକ ଯୁଦ୍ଧ। और सेकेंड टाइप रो मानसिक युद्ध कौन? सत्यता विरुद्ध रे मनरे युद्ध होता है। जहाँ विश्वास करिछु, जहाँ सत्यता बोले धरी रखिछु, ताहा विरुद्ध रे डाउट्स आसी जाए। एटा किंतु ही परिबो, सेटा किंतु, एटा किंतु। एई समस्या रो प्रॉब्लम कौन? गुड़ाए भंड शिक्षा सुनिबारु मन भीतर फाइटिंग चाले। आके तो एमती कहले, तांके तो एमती कहउछंती, कोटा सत्य हिथिबो, ताकि भी छोट छोट सेवक करते बहुत बड़ भक्ता सीए, और से जब सेमती कहउछंती माने पागले कहिथिबे कि सत्य हिथिबो ना। हो तो आमे ओडुआरे पड़ी जाऊ, काहाको मानिबो, काहाको धरिबो? तो शैतान आम मन भितर बेसी युद्ध करिया पई ट्राई करे। हमको बेसी से पटे कोरापुट, नवरंगपुर, जयपुर से पटे बेसी क्रिश्चियन माने मधुआ लोक बेसी राउडी गुंडा टाइप बेसी थिबे। चल रे मरा मरी हे जे तेरे दंगा बेल को सेपटे के बेसी किछ करि पारले नहीं ए विजाति माने, मारी पकाइबे सेठी क्रिश्चियन माने। अलगा पटे के किछ करि पारिबे नहीं, कहि भी पारिबे नहीं, तेरे को सेठी पारले नहीं। अच्छे क्रिश्चियन है कि राउडी गुंडा मान अच्छे आज्ञा भावुं बोधे। तो कौन मान कि क्रिश्चियन विरुद्ध के कहदेला छाड़ तु ना मुई मद पी बाहर पड़े, तो सेटा गोटे टाइप ऑफ फाइट। आमर युद्ध सेमती नहीं, हमको प्रभु सेटा कही नांती सेमती करिया पई। तो जे माने फिजिकली फाइट करी जानि पारु नांती, मन सेमन को लाइफ रे मेंटल डिस्टर्बेंस बेसी थाए, बहुत डिस्टर्ब हो जाती। तेणु करी आम मानकर जीवन रे, ख्रीष्टीय जीवन ई जगत रे युद्धर भूमि अटे, बैटल फील्ड। इट्स टोटली कंप्लीटली रॉन्ग टीचिंग जहाँ कहते कि प्रभु को पाइला और किसी टेंशन नहीं, आराम रे जीवन कर, जस्ट एंजॉय द लाइफ। ना रोग आसीबो, ना कष्ट आसीबो, ना दरिद्रता आसीबो, ना क्षति आसीबो। तो जीशु ख्रीष्ट सब प्रेरित माने शांति रे जीवन काटी थांते, आगे आराम रे मैरिज करके पिला छुआ जन्म करके भल रे पैसा पत्र रोजगार करके आराम रे बंची थांते। काहे कि से माने समस्त बेककोटी है कि मरिबा पड़े, बेककोटी ने पाव प्रेरित पल बेककोटी हेले, पितर उल्टा टंगाई दिया गले। हैं आंद्रियों को बोधे चमड़ा पूरा काढ़ी देइथिले, बंची थाउ थाउ स्किन पूरा उपाड़ी देइथिले, छड़ाई देइथिले। हैं प्रेरित जहन को गरम फुटुथिबा तेल रे पकाई देके छाड़ी देइथिले पद्मस द्वीप रे। आउ के आउ जन को हाथ गोड़ हाथ ऊपर पटे
ଆଉ ଗୋଡ ତଳପଟେ ବାନ୍ଧିକି ଦି ପଟେ ସେ ଚକ ଚଳାଇଲାରୁ ଦି ଖଣ୍ଡ ହେଇଗଲା ଦେହ। ମାନେ ବେକାରରେ ମରିଲେ କି ଏମାନେ ସବୁ, ତୁଚ୍ଛାରେ। Just relax and enjoy. ପ୍ରଶସ୍ତ ପଥ ବାଛି ନେଲେଣି ବହୁତ ଖ୍ରୀଷ୍ଟିଆନ ମାନେ, କେତେକ ରଙ୍ଗ ଟିଚିଂ ଶୁଣିକି। ପ୍ରଶସ୍ତ ପଥ ମାନେ କଣ? ଜୀବନକୁ ଘେନିବା ପଥ ସଂକୀର୍ଣ୍ଣ, ଗୋଟେ narrow is the way which leads to the life. संकीर्ण सकरा मार्ग है, मुश्किलों का मार्ग है, निंदा अपमान का सताव का मार्ग है, ताड़ना का मार्ग है, जो जीवन की ओर लेता है। मानसिक भावरे ଆମକୁ ଆମେ ଡିଷ୍ଟର୍ବ ହେଇଯାଉ, ଶାରୀରିକ ଭାବେ ଦୁର୍ବଳ ହେଇଯାଉ। ଆଉ ଏଇ ସମସ୍ତ ଟେନସନ୍ସ ରେ ଅବସ୍ଥାରେ ଗୋଟେ ଅପସନ ଅଛି, ପ୍ରଭୁ ଆମ ସହିତ ଅଛନ୍ତି ବୋଲିବା ସାହସ। ମନେ ରଖନ୍ତୁ, ଶଦ୍ରକ ମେଷକ ଅବେଦନଗୋ ଅଗ୍ନି ସେ 7 ଗୁଣ ଅଧିକ ପରିମାଣରେ ଜଳୁଥିବା ସେଇ ଅଗ୍ନି କୁଣ୍ଡ ରୁ ରକ୍ଷା ପାଇନାହାନ୍ତି। ବହୁତ ଥର କହିଲି ମୁଁ, ଅଗ୍ନିକୁଣ୍ଡ ରୁ ରକ୍ଷା ନାହିଁ, ଅଗ୍ନିକୁଣ୍ଡରେ ରକ୍ଷା ପାଇଲେ। ଡିଫରେନ୍ସ ଦେଖନ୍ତୁ ଆପଣ ମାନେ। Not out of the fiery furnace, but in the fiery furnace. ଖ୍ରୀଷ୍ଟୀୟ ଜୀବନ ସମସ୍ୟା, ଦୁଃଖ, କଷ୍ଟ, କ୍ଲେଶ ଠାରୁ ରକ୍ଷା ପାଆନ୍ତିନି ଆଜ୍ଞା, କ୍ଲେଶ ମଧ୍ୟରେ ସୁରକ୍ଷିତ ଅଟନ୍ତି। ଆମ ମାନଙ୍କର ବିଶ୍ୱାସ ମାନେ ମାଡ ଖାଇବୁନି କି? ଶଦ୍ରକ ମେଷକ କ୍ଲେଶରେ ପଡିଲ, ଅଗ୍ନିକୁଣ୍ଡରେ ପଡିଲାରୁ ଆଉ ସେମାନଙ୍କର ଦେହରେ କିଛି ଅଗ୍ନିର ଗନ୍ଧ ବି ଆସି ନଥିଲା ପଡେ। ସେମିତି କି ଗ୍ରାହାମ ଷ୍ଟେନ୍ସର ତାଙ୍କ 2ଟି ପୁଅ ମରିଲା ବେଳେ ତ କେମିତି ହେଲାନି ସେମିତି? 2008 ଦଙ୍ଗା ବେଳକୁ ଯେତେ ଜଣଙ୍କୁ ପୋଡାଇକି ମାରିଦେଲେ ସେମିତି ତ ହେଲାନି, ପୋଡିକି ମରିଲେଣି। ଯେତେ ଜଣ ପ୍ରସ୍ପରିଟି ଟିଚିଂ କହନ୍ତି ଆଜ୍ଞା, ସେମାନଙ୍କୁ ପଠାଇବାର ଅଛି ପୁରା। ଇରାକ ଆଇସିସ୍ ମାନଙ୍କର ଆତଙ୍କବାଦୀ ମାନେ ଯୋଉଠି ଖ୍ରୀଷ୍ଟିଆନ ମାନଙ୍କୁ ହାଣି ପକାନ୍ତି, ସେଠି ଯାଇକି ପ୍ରଚାର କର ବୋଲି କହିବାର ଅଛି। ଯାଇକି ପ୍ରସ୍ପରିଟି। ହଁ ବେଟା, କରୋନା ନଥିଲେ ମୁଁ କଣ କରିବି? ଆଉ କରେଣ୍ଟ ନଥିଲେ ଯେତିକି ପାରୁଛୁ ସେତିକି ଶୁଣିବାର, ନହେଲେ ୟୁଟ୍ୟୁବରେ ପରେ ଶୁଣିବାର। ମୋର କରେଣ୍ଟ ନାହିଁ, ମୋର କାମ ଅଛି, ମୁଁ ଆଜି ଯାଇପାରିବିନି, ଏସବୁ କହିବା ଦରକାର ଅଛି କି? ଆପଣଙ୍କୁ ବ୍ୟସ୍ତ ହେଲେ ଭିଡିଓ ବନ୍ଦ କରିଦେଇ ପାରିବେ। ସେଟା ମୁଁ ପଚାରୁଛି ବୋଲି, ଆପଣଙ୍କୁ ପଚାରୁଛି ବୋଲି ଭାବନ୍ତୁ ନାହିଁ। ବ୍ୟସ୍ତ ଯଦି ଅଛନ୍ତି ନା, ଇଟ୍ସ ଓକେ। ମେସେଜ କରନ୍ତୁନି ମଝିରେ। ସମାନ ବାକ୍ୟ ବେଳକୁ ମଝିରେ ପଶିକି ହାଲେଲୁୟା ପ୍ରେଜ ଲର୍ଡ ବୋଲୁଥିବେ ମଝିରେ କେତେ ଜଣ, ସେତେବେଳକୁ ଜଏନ କରୁଥିବେ। ଚୁପଚାପ ବାକ୍ୟ ଶୁଣିବି ବୋଲିବାଟା ନାହିଁ, ନାଇଁ କି? ଜଏନ କରିଦେଲୁ, ସମସ୍ତେ ବହୁତ ଟେନସନରେ ବାକ୍ୟ ଶୁଣୁଛନ୍ତି, ଚୁପଚାପ ଶୁଣିବ ବୋଲିବାଟ ନାହିଁ। ମଝିରେ ହାଲେଲୁୟା, ମଝିରେ ପ୍ରେଜ ଲର୍ଡ, ନହେଲେ ମଝିରେ ଗଡ ଗୋଟେ, ନହେଲେ ପ୍ରେଜ ଲର୍ଡ ଏଭରିୱାନ। ପୁଣି ଚାଟିଂ ଚାଲିଛି। କଣ କହୁଥିଲି? କରେଣ୍ଟ ନାହିଁ, ପୁଣି ମୋର କରେଣ୍ଟ ଗଲା ଏଇଠି। କଣ? ଇରାନ କଥା କହୁଥିଲେ। ସେ ପ୍ରସ୍ପରିଟି ଟିଚର୍ସ ମାନଙ୍କୁ ଆଇସିସ୍ ଆତଙ୍କବାଦୀ ମାନଙ୍କ ପାଖକୁ ପଠାଇବାର, ଯାକି ବ୍ଲେସିଂ, ଜଷ୍ଟ ରିଲାକ୍ସ ଇନ ଦ ଲର୍ଡ। 100ଟା ବୁଲେଟ ମାରି ପକାଇବେ ସାମ୍ନାରେ। କଣ କି ଖ୍ରୀଷ୍ଟୀୟ ଜୀବନ ଯୁଦ୍ଧର ଜୀବନ ଆଜ୍ଞା। ପ୍ରକୃତରେ ଯଦି ଖ୍ରୀଷ୍ଟୀୟ ଜୀବନ କାଟୁଛ, you will face much troubles. ପ୍ରକୃତ ଖ୍ରୀଷ୍ଟ ଜୀବନ, 2 ତିମୋଥୀ 3:12।
ଜାଣି ପାରିଲେନି ବହୁତ ଲୋକ। ପ୍ରକୃତରେ ଯେଉଁମାନେ ହଁ ବେଟା, ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମ ଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି ସେମାନେ ତାଡ଼ନା ଭୋଗ କରିବେ। ବାସ୍ ବାସ୍ ଗୋଟେ କଥା, ବାସ୍ ଆପଣ ବଡ ଅକ୍ଷରରେ ପ୍ରିଣ୍ଟ କରିକି ଆପଣଙ୍କର କାନ୍ଥରେ ଅଠାରେ ଲଗାଇ ଦିଅନ୍ତୁ। ସେଟା ଆପଣଙ୍କର ଖ୍ରୀଷ୍ଟୀୟ ଜୀବନ ଯଦି ରିଲାକ୍ସିଂ ଟାଇପର ଚାଲିଛି ମାନେ ଆପଣ ମାନେ ପ୍ରଶସ୍ତ ପଥ ବାଛି ନେଲେ, ଆରାମଦାୟକ ଖ୍ରୀଷ୍ଟୀୟ ଜୀବନ ବାଛି ନେଲେ, ସଂକୀର୍ଣ୍ଣ ପଥ ବାଛି ନାହାନ୍ତି, ପ୍ରଶସ୍ତ ପଥ ବାଛିଛନ୍ତି। Many Christians who have no complaints in life, just they are enjoying the pleasures of the world and feeling very comfortable and relaxed. You have chosen the wrong way, the broad way. Unfortunately, that way will lead you to destruction. ସେହି ପଥ ଆପଣ ମାନଙ୍କୁ ବିନାଶକୁ ଘେନି ନିଏ। କେବେ ବୁଝିଲେ ସେ ପ୍ରଶସ୍ତ ପଥ ଆଉ ସଂକୀର୍ଣ୍ଣ ପଥର ଅର୍ଥ କଣ? ଆକ୍ଚୁଆଲି ପ୍ରଶସ୍ତ ପଥ ମାନେ ଏଇ ଜଗତରେ ଆରାମ କି ଜିନ୍ଦଗି। ପ୍ରକୃତରେ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଧାର୍ମିକତାର ଜୀବନ ଯାପନ କରନ୍ତି ସେମାନେ ନିଶ୍ଚିତ ଭାବରେ ତାଡ଼ନା ପାଇବେ ପୁଣି। क्योंकि सत्य पक्षरे आमे छिड़ा हेबाकु हुए, धार्मिकता पक्षरे छिड़ा हेबाकु हुए, पवित्रता पटे आमे थिबाकु पड़िबो। तो लोक माने बंचिबाकु देबे कि? ताड़ना हेबो आज्ञा। तो ख्रीष्टीय जीवन এই 40 ବର୍ଷ ଇସ୍ରାଏଲ ର ଯାହା ଯାତ୍ରା, ଯାହା ଆରାମଦାୟକ ନଥିଲା, କଷ୍ଟରେ, କ୍ଲେଶରେ, କ୍ଷୁଧାରେ, ତୃଷାରେ, ଶତ୍ରୁମାନଙ୍କ ହାବଳରେ, ପାପର ପ୍ରଲୋଭନରେ, ବିଜାତି ଶତ୍ରୁ ମାନଙ୍କର ହାବଳରେ, ଆଉ ଇସ୍ରାଏଲୀ ମାନଙ୍କ ଭିତରେ ଥିବା କେତେକ ମୂର୍ଖ, କଠିନ, ଗର୍ବି ଲୋକମାନଙ୍କ ଲାଗି ବହୁତ ତାଡ଼ନା ପାଇବାକୁ ପଡିଲା। ଆଉ ଏଇ ସବୁରେ पॉजिटिव विषय कौन? परमेश्वर से मानक संगरे थिले। प्रेज द लॉर्ड। परमेश्वर उनके साथ था, इसलिए वो लोग यर्दन तक पहुंच पाए। इसीलिए वो लोग, जो लोग प्रभु को पकड़े रहे, वो कनान तक जा पाए। जो माने सब समस्या को देखी कि बचसा कले से माने मझी बाटरे से माने पतन हे गले। এই সবু সমস্যা ভিতরে, এই সবু ক্ষুধা তৃষা ভিতরে, এই প্রবল খরা ভিতরে শত্রু ମାନଙ୍କ হাবড়া বেଳକୁ ଅବାଧ୍ୟ ସନ୍ତାନ ମାନଙ୍କ ଲାଗି ଗଡ଼ବଡ଼ ଯେତେବେଳେ ଆସିଲା, ପ୍ରଭୁ ରାଗିଲେ, ପ୍ରଭୁ କ୍ରୋଧ କଲେ, ପ୍ରଭୁ ସେମାନଙ୍କ ଭିତରେ ମହାମାରୀ ପଠାଇଲେ, ବହୁତ ଜଣ ଆଖି ସାମ୍ନାରେ ମରିଗଲେ, ବିନଷ୍ଟ ହେଲେ। तथापि बहुत जन प्रभु को पटे रहिले, नहीं प्रभु ठीक करिछन, से न्यायवान अशांत से मन ताको रोगाले ना, और से पे तो रागिले, और प्रभु को से माने ठीक बोली मानिले आज्ञा, न अन्य माने कोन इमति रागिबे कि इमति कि ए बापा आमे तो भाबु नथुलो, परमेश्वर इमति भाबु नथुलो, आ केते प्रेमिक बोली भाबुथिलो, आमे केते शांत शिष्ट बोली भाबुथिलो, प्रभु को इमति कोन बहुत जन उल्टा हे गेले, नेगेटिव हे गेले प्रभु को विरुद्ध रे। ना हेले एमती दरकार नहीं हमको, एमती परमेश्वर दरकार नहीं हमको। हमें जहां भी करले, हमें जितने नाटक भी करले एडजस्ट होइबा परमेश्वर दरकार ना हो। लोक मान को एमती परमेश्वर दरकार जे से मान को पाप को देखि खंडन न करी, अनुजोग न करी, दंड न देवा परमेश्वर दरकार, एडजस्ट हेबा परमेश्वर दरकार। तो विजाति देवगण पाकु जीवार सेतकी से मैंने किछ कहते नहीं, पवित्र रूह रे बोले कौन सिखाती नहीं, आर स्त्री ता स्त्री को उठाई नियो नहीं रे बोले सिखाती नहीं, तार जिनस आर जिनस चोर करो नहीं बोले सिखाती नहीं। से माने बस पूजा पाठ करो, मंगल पाओ, पाद धोइबार बाबा मानकर मंगल। से जिंती दरिद्र लोक हेउ, जेते मूर्ख लोक हेउ, ए बाबा माने केते परिवर्तन शिक्षा दियंती कि
ଚାଲିଛି 33 कोटि ना 3 कोटि ना कहते है ऑलरेडी। हमारा परमेश्वर अलग है, इसलिए हमें भी अलग होना है। ଆମର ପଥ ଏଇ ଜଗତରେ ଆରାମଦାୟକ ଜୀବନର ପଥ ନୁହେଁ ଆଜ୍ଞା। ଯେଉଁ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଧରିଲୁ ଅର୍ଥାତ୍ ସତ୍ୟତାକୁ ଧରିଲୁ, ସବୁ ପ୍ରକାର ମିଥ୍ୟାପଣ ବିରୁଦ୍ଧରେ ଆମେ ଯୁଦ୍ଧ କରିବାକୁ ଠିଆ ହେଲୁ ବୋଲି ଅର୍ଥ। ଯେତେ ଜଣ ମିଥ୍ୟାକୁ ଧରିଛନ୍ତି ସମସ୍ତଙ୍କ ଦ୍ୱାରା ଆମେ ଆକ୍ରମଣ ଆମେ ମାଡ଼ ଖାଉଛୁ। ଏଇଟାର 3ଟା ପଏଣ୍ଟ। ପ୍ରଥମେ ଶୈତାନ ଆମକୁ ପାପରେ ପକାଇବା ପାଇଁ ଚେଷ୍ଟା କରିବ, ଯାହା ପାରିଲା ନାହିଁ ଆକୁ ପ୍ରଲୋଭନ ଦେଖାଇଲେ ହେଉନି ପଡୁନି ତଳେ, ଗୋଟେ କାମ କରିବା, ଆକୁ ମେଣ୍ଟାଲ ଡିଷ୍ଟର୍ବ କରିଦେବା। ମେଣ୍ଟାଲ ଡିଷ୍ଟର୍ବେନ୍ସ 2 ପ୍ରକାର। ଗୋଟେ ହେଲା ତୁମକୁ ଏକୁଟିଆ କରିଦେବ, ତୁଚ୍ଛାରେ ସବୁ ନର୍ମାଲ ଥିବ କିନ୍ତୁ ଆପଣ ମାନେ ଛୋଟ ଛୋଟ କଥାକୁ ବଡ କରିକି ନେଇଯିବେ, ବୁଝିଲେ କି? ଆସ ଭାତ ବାଡି ଖାଇବ ବୋଲି କହିଲେ ନାଇଁ ମତେ ଭୋକ ଲାଗୁନି ପରେ ଖାଇବି ବୋଲି କହିଦେଲ, ଯଦି କୋଉ ମନରେ ଦୁଃଖ ଅଛି କି, ହଁ ଠିକ ଅଛି ବୋଲି ମା ଠିକ ଅଛି ବୋଲି କହିଦେଲା, ଦେଖିଲେ ନା ମୁଁ ନ ଖାଇଲେ ବି ଖାଅ ବୋଲି ଖାଅ ବୋଲି ଗୋଡ ଧରିବାର ଅଛି। ପୁଣି ଏତେ ସେଲ୍ଫ ପିଟି କାହିଁକି? ମତେ ପଚାରୁଥିବ ଏକଲା ବସିଛି ମାନେ ମତେ ଆସ ପଛେ କଣ ଏମିତି ଅଛି ବୋଲି କହିବାର ଅଛି। ଟିନେଜର୍ସ ମାନଙ୍କୁ ଏଇ ଡିପ୍ରେସନ ବେଶୀ ଥିବ, ଯୁବା ମାନଙ୍କୁ କଥା କଥାକୁ ରାଗି ଯିବେ ସେମାନେ, रूठना बोलते हैं, खाइबे नहीं रागी ଯିବେ, कौन प्रॉब्लम कौन कहिबे नहीं, निजे जानिबार अछि लोक माने। ओह बहुत बड़ मेंटल टॉर्चर एटा, सुसाइडल थॉट्स आस जाए और जगत रे मु काहे कि मरले हेई थांता के तो पचार नाते मोर दुख का को दरकार। इट्स अ नॉनसेंस टाइप ऑफ डेविल, गुटे स्पिरिट एटा। डिप्रेशन इज अ स्पिरिट, आइसोलेशन इज अ स्पिरिट। आइसोलेशन समस्त गोटे थे तुम अलग, ख्रीष्टों को ठारे पवित्रता पाई आइसोलेट हेबाटा भी गोटे अच्छी, पृथक हेबाटा सेटा अलग। तुम्हें तुम्हें एकुटिया रहिले भी यू विल बी वेरी हैप्पी विद द लॉर्ड, आराम लगे जहा नॉनसेंस रो जोक्स रो दूर रे अछि, नॉनसेंस रो सांसारिक कथावार्ता ठारो दूर रे अछि। सांग माने खाली से सिनेमा गीत होंती, ए माने खाली से पुओ झियो रो लव स्टोरी चल थाए, बेकार माँ बापा को भीतर देले देले से दादा खुड़ी मामा मामी मामू ए मान को रिलेटिव्स मान को धंधा चलता है। खाओ बोले अलग है जाए कि आराम रे प्रभु ठारे गीत गोटे गायबार कि आराम रे कि इयरफोन लगे कि बाकी गोटे शुणिबार न प्रभु सहित कथा हेबार, समस्त निज को आइसोलेट, आइसोलेशन मीन्स अलग करवाटा, पृथक करवाटा। एमती है कि मुझे बढ़ी एंड एकुटिया था कि आई वाज वेरी हैप्पी, यू नो ए बेबी आई एंजॉय द आइसोलेशन। ट्रेन रे एकुटिया जाए आई एम वेरी हैप्पी। प्राइवेसी, दुनिया से दूर, जोक से से कहीं कोरापुट बाछिली बोलछंती। आंध्रार मनुष्य है कि एते भिड़ भाड़ रे, एते दौड़ धाड़ रे, एते क्राउड रे, एते नॉइज रे, से कटक रो नॉइज देखो, गाड़ी फाड़ी धूड़ धाड़ दे, ए सब भितरे कोरापुट रे से प्रकृति, से ग्रीन, से पहाड़ अंचल, से बिलो खेत, और बैलेंस्ड क्लाइमेट, बेसी हीट नहीं, ठंडा ठंडा बेसी थी किंतु तथापि एते रिलैक्स्ड। आम घर सामने रे पूरा भलो सीनरी थी, पहाड़ बिलो खेत आउ गोटे ट्रेन लाइन थी, हीराखंड जाऊ, आराम रे बसिकी वी जस्ट एंजॉयड इट। आम घर को जिते जन आसती बोर हो जाती, किछि नहीं सेठी, किछि तो नहीं। कोरापुट कौन अच्छे कि जन आसी बेसी दिन रुहती पलांती, आमे मु पसंद करली सिंस 96 सिमलीगुड़ा। ओह से प्रभु को सहित तो बेसी डीप कनेक्शन एथिपाई आसला बिकॉज प्रभु को सहित तो एकला बेसी रहिबार अभ्यास हो गले। जेते थोर एकला रहे प्रभु को सहित कथा हुए, प्रभु को सहित कथबार्ता, प्रभु को सहित कथबार्ता,
ରିଲେସନସିପ ବିଲ୍ଡଅପ୍ ହେଇଗଲା। ଏବେ ବି ବେଶୀ ଭିଡ, ବେଶୀ ହୁଡ ହା ହୁ ହା ହି ଗହଳି ପସନ୍ଦ କରେ ନାହିଁ। କିନ୍ତୁ ଅଲଗା ଟାଇପ ର ଆଇସୋଲେସନ ଗୋଟେ ଅଛି, ମୁଁ ବି ଫେସ୍ କରୁଥିଲି ପ୍ରଭୁଙ୍କ ପାଇବା ଆଗରୁ। କିଏ ମତେ ପଚାରୁନାହାନ୍ତି, କିଏ ନିଜେ ଅଲଗା ଯାଇକି ବସି ପଡିବାର, ଦେଖିଲ ନା କିଏ ନାହାନ୍ତି, କିଏ ପଚାରୁନାହାନ୍ତି, କିଏ ଖାଇବାକୁ ବି ପଚାରୁନାହାନ୍ତି। କାଲିଠୁ ଜ୍ୱର ହେଇଯାଇଛି, କିଏ ଜାଣି ବି ପାରିଲାନି, କାଲିଠୁ ମୋର ପେଟ ବଥା ଅଛି, କିଏ ଜାଣି ବି ପାରିଲାନି। ଦୁନିଆକୁ ଦୋଷ ଦେବାରକୁ ଲାଗିବେ ମାନେ ସବୁ। They all will complain. ସେ ଏମତି, ସେ ଏମତି, ଏ ଏମତି, ସେ ସେମତି, ସେ ଏମତି, ସେ ଏମତି କହିଲା, ସେ ସେମତି କହିଲା, ସେ ଏମତି କହିଲା। ନର୍ମାଲି କ୍ୟାଜୁଆଲି ଯାର ସେଠି ବସେ ପଡେ କହିଦେଲା, ଦେଖିଲ ନା ମତେ ବସିଥିଲି ସେଠି, ମତେ ଛାଡ ଯା ବୋଲିଦେଲା, ଗେଟ୍ ଆଉଟ୍ ବୋଲିଦେଲା। ମତେ ଗେଟ୍ ଆଉଟ୍ କରୁନଥିବେ, ସେ ସେପଟେ ଯାଇକି ବସ ବୋଲି କହିଥିବେ, କିଏ ଆସୁଛନ୍ତି ବୋଲି, ଦେଖିଲ ନା ମୋର ଦରକାର ନାହିଁ ପଡେ, ମୁଁ ଯାଅ ବୋଲିଦେଲେ। ମାନେ ନିଜକୁ ଦୋଷ ଦେଉଥିବେ, ଦୁନିଆକୁ ଦୋଷ ଦେଉଥିବେ, ନିଜକୁ ନ୍यून ଭାବୁଥିବେ। ଇଣ୍ଟିମିଡେସନ, ମାନସିକ ଯୁଦ୍ଧ ଏଟା। ଖ୍ରୀଷ୍ଟଙ୍କ ଠାରେ ସବୁବେଳେ ମନେ ରଖନ୍ତୁ, ଆମ ଜୀବନରେ ଏଇଭଳି ଅବସ୍ଥା କାହିଁକି ଆସେ ଜାଣିଛନ୍ତି? ଟୁ ଗେଟ୍ କନେକ୍ଟେଡ ୱିଥ ଗଡ୍। ଆମର ଜୀବନରେ ସେପରି ପ୍ରୋବ୍ଲେମ ଫେସ୍ କରଲାରୁ ଲାଷ୍ଟ କୁ କଣ ଜାଣିଲୁ? ପ୍ରଭୁ ଛଡା ଆଉ କେହି ନାହାନ୍ତି ବୋଲି ଫାଇନାଲ ହେଲୁ।